ଆରେ କ'ଣ କମିଛି ମୁଁ 1,37,150 କୋଉଠି ହେଇରେ ଲକ୍ଷେ 1,37,150 ଟଙ୍କା ମତେ ଲାଗୁଛି ଲକ୍ଷେ ତଳକୁ ପଳେଇବ। ରାଣୀ ହାର ଗୋଟେ ମଗେଇ ଦିଅ। ମଗେଇଦେବି କୋଉଥିରେ ଅନଲାଇନ ଅଫଲାଇନ କୋଉଥିରେ ମଗେଇବି? ଅନଲାଇନରେ ଗୋଟେ ମଗେଇ ଦିଅ। ଅନଲାଇନରେ ମଗେଇଦେବି କେତେରେ ମଗେଇଲେ ହବ? କେତେ ଭରି? ଯେତିକି ତମ ବେକ ସମ୍ଭାଳିବ। ମୋ ବେକ ଯେତିକି ସମ୍ଭାଳିବ ଏଇ ଅନୁସାରେ ମଗେଇବି? ଆଉ ତାହେଲେ ମୋ ବେକ 20 ଭରି ଖଣ୍ଡେ। 20 ଭରି? ହଁ 20 ଭରି ତମ ବେକ ସମ୍ଭାଳିବ? ସମ୍ଭାଳିଯିବ। ନାଇଁ ସମ୍ଭାଳିବ ନା ସମ୍ଭାଳିବ। ପିନ୍ଧିଦେବା ଗୋଟେ ଆଉ 20 ଭରି ପିନ୍ଧିକି ରାସ୍ତାରେ ତମେ ଚାଲିପାରିବ? ଦୌଡ଼ିବି। ଚାଲିବି କ'ଣ କହୁଛୁ? ଦୌଡ଼ିବି। ହଉ ବାପାଙ୍କୁ କୁହ ମଗେଇଦେବେ। ଆଗେ ଗୁଣିଦେବେ 1,37,000 କେତେ ଗୁଣନ 20 ଭରି ପ୍ଲସ୍ GST ପ୍ଲସ୍ ମେକିଂ ଚାର୍ଜ କେତେ ଟଙ୍କା ହଉଛି ଟିକେ ହିସାବ କରିଦିଅନ୍ତୁ। ସେ ହିସାବ ପରେ ଯାହା ରିପୋର୍ଟ ବାହାରିବ। ଆଗୁଆ କିନ୍ତୁ କିଛି ଲାଭ ନାହିଁ। 2 ବସ୍ତା ଚଢ଼ି 10 ବସ୍ତା ଗହମ 2 ଟ୍ରକ ଧାନ ଏରା ସବୁ ବନ୍ଧା ପକେଇବାକୁ ପଡ଼ିବ। ସେସବୁ ଘର ବି ବନ୍ଧା ପକେଇବାକୁ ପଡ଼ିବ। ତଥାପି ହବନି। ହବନି। ଆମକୁ କିଏ ବନ୍ଧା ନବ? ନେଇକି କ'ଣ କରିବ? ଖୁଆଇ ପିଆଇକି ଶୁଆଇବ। ମତେ ତ ଯିଏ ନବ ତାର ଲସ୍। କାରଣ ଗଣ୍ଡେ ଖାଇବାକୁ ଦବ ଗୋଟେ ଯାହା ଶୋଇବି ପରିଷ୍କାର ହେଇଥିବା ଦରକାର। ଅପରିଷ୍କାର ବିଛଣାରେ ମୁଁ ଶୋଇବିନି। ତମେ ପରିଷ୍କାର କରିଦବ ଯଦି ଅପରିଷ୍କାର ହେଇଥିବ। ହଁ ସେଇଟା ବି ସତ କଥା। କରିକି ଶୋଇପଡ଼ିବି। ଖାଇବାକୁ ଦବ ଅଯଥାରେ ମତେ କିଏ ବନ୍ଧା ନବ କ'ଣ ଦରକାର? କୋଉ କାମରେ ଆସିବି?